ଆସିଛି କୁମାର ପୂର୍ଣ୍ଣିମା। ଏହି ଦିନ ପରେ ଆରମ୍ଭ ହେବ ଗୌରୀ ମାଙ୍କ ପୂଜା। ତେଣୁ ମାଟି ମୂର୍ତ୍ତି କାରିଗରମାନେ ମୂର୍ତ୍ତି ତିଆରି କରିବାରେ ବ୍ୟସ୍ତ। ଗୋଟିଏ ମାସ ପୂର୍ବରୁ କାରିଗରମାନେ ମାଟି, ସୁତୁଲି, ନଡ଼ା, ବାଉଁଶ, ଅଠା, ରଙ୍ଗଜରି, ତୁଳି ପ୍ରଭୃତି ସାମଗ୍ରୀ ସଂଗ୍ରହ କରି ମୂର୍ତ୍ତି ଗଢ଼ିବା ଆରମ୍ଭ କରିଥାନ୍ତି। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କଟକିଆ ସାହି ଓ ଚିତ୍ରକାର ସାହିରେ ମାଟି ମୂର୍ତ୍ତି କାରିଗରମାନେ ମୂର୍ତ୍ତି ଗଢ଼ିବାରେ ବ୍ୟସ୍ତ ଅଛନ୍ତି। କାରିଗରମାନେ ତୁଳିରେ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଥିବାର ଦେଖିବାକୁ ମିଳିଛି। ମାଟି ମୂର୍ତ୍ତି ଅତି ସୁନ୍ଦର ଓ ନିଖୁଣରେ ନିର୍ମିତ ହୋଇଛି। ମୂର୍ତ୍ତି କିଣିବା ନିମନ୍ତେ ଉଭୟ ଆନ୍ଧ୍ରପ୍ରଦେଶର ବିଭିନ୍ନ ଗ୍ରାମ ଓ ପାରଳାଖେମୁଣ୍ଡି ସହର ସମେତ ବିଭିନ୍ନ ଅଞ୍ଚଳର ଲୋକେ ଗୌରୀ ଆମା ମୂର୍ତ୍ତି କିଣିଥାନ୍ତି। ଏଯାକ ସବୁ ଯାହାର ଜମି ବାଡ଼ି ଅଛି ସେମାନେ ଯାହାର ରହିଥିବ ମାନେ ଏମାନେ ଗୌରୀ ପୂର୍ଣ୍ଣିମା ବୋଲି ଏଇଟା ପାଳନ୍ତି। ଆନ୍ଧ୍ରାରେ ଏଇଟା ବହୁତ ଟିକେ ଭଲ ଇଏ ପଲ୍ଲୀ ଗାଁ ଯାକର ସବୁ ରହିତ ମାନେ ଏମାନେ ସବୁ ନେଇ ପୂଜା କରନ୍ତି। ବିଲ ବାଡ଼ି ଭଲ ପାଚେଇବ। ୟା ସବୁ କୁମାର ପୂର୍ଣ୍ଣିମା ଦିନ ପୂଜା କଲେ ସେମାନଙ୍କର ଫସଲ ସବୁ ଭଲ ରହିବ ବୋଲି ଭଗବାନ ତାଙ୍କର ଈଶ୍ୱର ପାର୍ବତୀ ରଖିକିରି ଇଏ ବସି ବୁଲାନ୍ତି। ଆମେ ଲାଗିଛୁ ଗୋଟେ ମାସ ହେଲା ଲାଗିଛି ଆମର। ହଁ, ଓଡ଼ିଶା ଆନ୍ଧ୍ରା ବର୍ଡରରେ ଏ ସବୁ ହଉଛି। ସବୁ ବିଲ ବାଡ ଯେତିକି ଲୋକ ଥାଉଛନ୍ତି ଓଡ଼ିଶାର ଲୋକ ବି କମ୍, ଆନ୍ଧ୍ରାର ବହୁତ ଲୋକ ନଉଛନ୍ତି। ଦୂର ଦୂରାନ୍ତରୁ ଏଠୁ ପଲାଶ 40 କିଲୋମିଟର, ଇଆଡୁ ଏପଟ ଦେଇକି ଆନ୍ଧ୍ରା ଦେଇକି ଗୋଟେ 60 କିଲୋମିଟର ଦୂର ବି ଲୋକ ଆସିକି ଏଠି ନଉଛନ୍ତି। ଏ ଦ୍ୱାରା ଆମର ତ ଆଗର କୌଳିକ ବୃତ୍ତି ଚାଲିଛି। ଟାଇମ୍ ପରେ ଆମେ ଯାହା ପ୍ରତିବର୍ଷ କଣ ଅଧିକ କରି ବିକୁଛୁ ଗଲା ସେମାନଙ୍କ ପାଇଁ। ଆର ବିଶେଷତଃ ହେଉଛି ଆମେ ଜନ୍ମରୁ ଦେଖିକି ଆସୁଛୁ, ଫସଲ ଯଦି ଭଲ ହେଇଥିବ, ଫସଲ ଭଲ ହେବା ପାଇଁ ବୋଲିକିରି ଆଗ ଏମାନେ ଆମର ପାରଳାଖେମୁଣ୍ଡିର ଏ ଯେଉଁ ଛୋଟ ଛୋଟ ଗାଁ ଗୁଡ଼ାକ ଅଛି, ଭିଲେଜ ଗୁଡ଼ାକ ଶହ ଛୋଟ ଛୋଟ ଗାଁ ଅଛି, ସେଇ ଫସଲର ଉନ୍ନତି ପାଇଁ ତାଙ୍କେ ପଡ଼ିବା କଷ୍ଟର ମାନେ ତାଙ୍କୁ ତାଙ୍କର ଯାହା ପାଚିବାଟା ମିଳିବ, ସେଇଟା ହେଉଛି ତାଙ୍କର ମୁଖ୍ୟ ଲକ୍ଷ୍ୟ। ଗାଁ ଭିତରେ ଯଦି ଗୋଟେ ପୂଜା ହେଉଛି, ତାଙ୍କେ 10 ଘର ମିଶିକିରି ଗୋଟେ ପୂଜା କରିବେ, ତାଙ୍କ ଆନନ୍ଦରେ ତାଙ୍କେ ସେଟାକୁ ଭଗବାନଙ୍କୁ ଈଶ୍ୱର ପାର୍ବତୀକି ପୂଜା କରିବେ। ଏଇଭଳି ପରମ୍ପରା ସଂସ୍କୃତି ଏବେ ମଧ୍ୟ ଅଛି, ଜାରି ରହିଛି। ଆନ୍ଧ୍ରରେ ମଧ୍ୟ ଏହି ପୂଜା ଚାକଚକ୍ୟରେ ପାଳନ କରାଯାଏ। ହଁ, ଆନ୍ଧ୍ର ଆମର ତ ଏଇଟା ବିଚ୍ଛିନ୍ନାଞ୍ଚଳରେ ବାହାରିଗଲା ସେ ସବୁ, କିନ୍ତୁ ସବୁ ଆମର ଗଞ୍ଜାମ ଜିଲ୍ଲାରେ ଏକା ଥିଲା। ଏବେ ସିନା ଆମର ଏଇଟା ଗଜପତି ହେଲା, ଶ୍ରୀକାକୁଳି ଜିଲ୍ଲାଟା ସବୁ ଗଞ୍ଜାମରେ ଏକା ଥିଲା। ଏହି ପୂଜା କରିବା ଦ୍ୱାରା ଦୂରପଲ୍ଲୀରେ ଲୋକ ଠାକୁରଙ୍କର ଆଶୀର୍ବାଦ ନେବା ସକାଶେ ସେମାନଙ୍କର ମଙ୍ଗଳ କାମନା ପାଇଁ ଏହି ପୂଜା କରାଯାଉଛି। ଯାକ ଜମରେ 3 ଦିନ 5 ଦିନ ମଧ୍ୟ ସେମାନେ ପୂଜା କରନ୍ତି ସେଗୁଡ଼ାକ। ବୃଷଭ ଉପରେ ହରଗୌରୀ ବସିଥିବାର ମୂର୍ତ୍ତି କିଣାଯାଇଥାଏ। ମାଟି ମୂର୍ତ୍ତି କାରିଗରମାନେ 2 ପଇସା ରୋଜଗାର ହେବା ଆଶାରେ ଏହି ମୂର୍ତ୍ତି ଗଢ଼ିଥାନ୍ତି ଏବଂ ଚଳିତ ଥର 2 ପଇସା ଭଲ ରୋଜଗାର ହେବ ବୋଲି ଆଶା ରଖିଛନ୍ତି। ଗଜପତିର ବିବେକାନନ୍ଦ ବେହେରାଙ୍କ ରିପୋର୍ଟ, ମହାଭାରତ ଲାଇଭ୍।